नमस्कार दर्शक बंधु आज भिडियो आमे आपनको आम चैनल द्वारा स्वागत जनाइछु। आज भिडियो आमे जानिबा जे पौष मास सोमवार अष्टमी तिथि दिन एही चमत्कारी उपाय विषय। हाँ दर्शक बंधु, सोमवार दिन ब्रह्म मुहूर्त एवं प्रदोष काल शिवलिंग विधि पूर्वक पूजा करिवे एवं 21टी बेलपत्र चंदन लगाई शिवलिंग अर्पण करिवे। ଏହା ପରେ ଶିବ ଚାଳିଶା କିମ୍ବା ଶିବାଷ୍ଟକୁ ପାଠ କରିବେ। ଯଦି ଆପଣ ଏତିକି କରିଦେଉଛନ୍ତି ତେବେ ଭଗବାନ ଶିବଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ ଏବଂ ଆପଣଙ୍କର କୁଣ୍ଡଳୀରେ ଚନ୍ଦ୍ରମାର ସ୍ଥିତି ମଜବୁତ ହୋଇଯିବ। ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ସେହି ଉପାୟ ଆପଣଙ୍କ ଭାଗ୍ୟକୁ ବନାଇଦେବ, ବଡ଼ରୁ ବଡ଼ ଚମତ୍କାର ବନାଇଦେବ, ଆପଣଙ୍କୁ କରୋଡ଼ପତି ମଧ୍ୟ ବନାଇଦେବ। ତ ଆପଣ ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର ଏବଂ ଜଳ ଚଢ଼ାନ୍ତୁ ଏବଂ ଗୌରୀ ଶଙ୍କର ଓ ରୁଦ୍ରାକ୍ଷ ଅର୍ପଣ କରିବେ। ଏହାପରେ ଘିଅ ଏବଂ ଅଟାର ବା ଗହମର ଅଟାକୁ ଆପଣ ଭୋଗ ଲଗାଇବେ ଏବଂ ଆଳତି କରିବେ। ଏହା ସହ ପ୍ରଦୋଷ କାଳରେ ଚାଉଳ, କ୍ଷୀର ଏବଂ ଅଟାର ଦାନ କରିବେ। ଏମିତି କରିବା ଦ୍ୱାରା ଆପଣଙ୍କର ପୁରା ପରିବାରଙ୍କ ଜୀବନରେ ସୁଖରେ କଟିବ ଏବଂ ଆପଣଙ୍କର ସବୁ କାର୍ଯ୍ୟ ଭଗବାନ ଶଙ୍କରଙ୍କ ଆଶୀର୍ବାଦରୁ ସଫଳ ହେବ। ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ସୂର୍ଯ୍ୟୋଦୟ ସମୟରେ ଶିବଲିଙ୍ଗରେ ଆଖୁ ରସର ଅଭିଷେକ କରିବେ ଏବଂ ପ୍ରଦୋଷ କାଳରେ ମହୁଧାରା ଶିବଲିଙ୍ଗରେ ଅର୍ପଣ କରିବେ। ଏହାପରେ ରୁଦ୍ରାକ୍ଷ ମାଳା ଦ୍ୱାରା ସକାଳ ଏବଂ ସନ୍ଧ୍ୟାରେ ଓମ୍ ନମୋ ଧନଦାୟକ ସ୍ୱାହା ଏହି ମନ୍ତ୍ରକୁ ଆପଣ ଜପ କରିବେ। ଏହା କରିବା ଦ୍ୱାରା ଧନ ସମ୍ପତ୍ତି ସମସ୍ୟାର ଅନ୍ତ ହୋଇଯିବ ଏବଂ ଆପଣଙ୍କ ଜୀବନରେ ସୁଖ ଶାନ୍ତିର ବୃଦ୍ଧି ହେବ। ବ୍ୟାପାର ବିଜନେସରେ ଉନ୍ନତି ପାଇଁ ପଞ୍ଚାମୃତରେ ଶିବଲିଙ୍ଗକୁ ଅଭିଷେକ କରିବେ ଏବଂ ଶିବଲିଙ୍ଗରେ ପଞ୍ଚାମୃତକୁ ଚଢ଼ାଇ ଦେବେ। କ୍ଷୀରକୁ ତମ୍ବା ପାତ୍ରରେ ଭରି ପୁରା ସଚ୍ଚା ଆଉ ଶ୍ରଦ୍ଧାର ସହ ଓମ୍ ନମୋ ଶିବାୟ ମନ୍ତ୍ରଟି ଜପ କରିବା ସହ ଆପଣଙ୍କର ବ୍ୟବସାୟ ସ୍ଥାନରେ ଛିଞ୍ଚିଦେବେ। ଏମିତି କରିବା ଦ୍ୱାରା ଆପଣଙ୍କର ବ୍ୟାପାର ବିଜନେସରେ ଆସୁଥିବା କୌଣସି ବି ବାଧା ଦୂର ହୋଇଯିବ ଏବଂ ଆପଣଙ୍କ ବ୍ୟବସାୟର ବୃଦ୍ଧି ହେବ। ସୋମବାର ଦିନ ପ୍ରଦୋଷ କାଳରେ ଶିବଲିଙ୍ଗରେ ଅକ୍ଷତ, ଚନ୍ଦନ, ଦୁବ, ଦୁଦୁରା, ଗଙ୍ଗାଜଳ, କଞ୍ଚା ଚାଉଳରେ କଳା ତିଲକ ମିଶାଇ ଶିବଲିଙ୍ଗରେ ଅର୍ପଣ କରିଦେବେ ଏବଂ ଚାଉଳରେ ତେଲ ମିଶାଇ ଦାନ କରିବେ। ଏହାପରେ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବେ ଏବଂ ଶିବ ରକ୍ଷା ସ୍ତୋତ୍ରମ ପାଠ କରିବେ। ଏମିତି କରିବା ଦ୍ୱାରା ଆପଣଙ୍କ ଆଖପାଖରେ ସକାରାତ୍ମକ ଊର୍ଜାର ସଞ୍ଚାର ହେବ ଏବଂ ଆପଣଙ୍କ ଜୀବନରେ ଧନ ଧାନ୍ୟରେ ବୃଦ୍ଧି ହେବ। ଭଗବାନ ଶଙ୍କରକୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନଟି ବହୁତ ବିଶେଷ ମନାଯାଇଥାଏ। ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ। ଏହି ଦିନ ଶିବଲିଙ୍ଗରେ ମାତ୍ର ଗୋଟିଏ ଲୋଟା ଜଳ ଚଢ଼ାଇବା ମାତ୍ରେ ହିଁ ଭୋଳାନାଥ ପ୍ରସନ୍ନ ହୋଇଯାଆନ୍ତି। ସୋମବାର ଦିନ ଶିବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସବୁ ମନସ୍କାମନା ଜଲ୍ଦିରୁ ଜଲ୍ଦି ପୂରଣ ହୋଇଥାଏ। ଏହା କରିବା ଦ୍ୱାରା ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବା ସବୁଠାରୁ ଚମତ୍କାର ଉପାୟ ହୋଇଥାଏ। ଯଦି କୌଣସି ଗମ୍ଭୀର ରୋଗ ଅଟକିଥିବା ସଙ୍କଟକୁ ଦୂର କରିବା ପାଇଁ ଏହି ମନ୍ତ୍ରକୁ ଜପ କରିବା ବହୁତ ଚମତ୍କାର ଏବଂ ପାୱାରଫୁଲ ମନ୍ତ୍ରଟିଏ ମନାଯାଏ। ଆଉ ଏହି ମନ୍ତ୍ରଟି ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ର। ତେବେ 23 ଡିସେମ୍ବର ସୋମବାର ଦିନ ଆପଣ ଭଲସେ ସ୍ନାନ କରିବେ, ସଫା କପଡ଼ା ପିନ୍ଧିବେ, କାହିଁକି ନା ଭଗବାନ ଶଙ୍କରଙ୍କ ପୂଜାରେ ଯେବେ ଧଳା ରଙ୍ଗର କପଡ଼ା ପିନ୍ଧାଯାଏ ସେହି ପୂଜା ତୁରନ୍ତ ସିଦ୍ଧି ହୋଇଥାଏ। ଏହାପରେ ଆପଣ ଗୋଟିଏ ତମ୍ବା ଢାଳଟିଏ ନେବେ, ସେହି ତମ୍ବା ଢାଳରେ ଜଳ ଏବଂ ଗଙ୍ଗା ଜଳ ଭରିଦେବେ। ଏହାପରେ ଆପଣ ସେହି ଲୋଟା ଜଳକୁ ମନ୍ଦିରକୁ ନେଇକି ସାଥିରେ ଯିବେ। ତ ଧ୍ୟାନ ରଖିବେ ଶିବଲିଙ୍ଗରେ ଆପଣ ଉତ୍ତର ମୁଖା ହୋଇ ରହିବେ, କାହିଁକି ନା ଶିବଲିଙ୍ଗ ଉତ୍ତର ମୁଖାରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ବାସ ହୋଇଥାଏ। ଏହାପରେ ସେହି ଲୋଟା ଜଳକୁ ଆପଣଙ୍କ ହାତ ଦ୍ୱାରା ଧୀରେ ଧୀରେ ଶିବଲିଙ୍ଗରେ ଅର୍ପଣ କରିଦେବେ। ଯେତେବେଳେ ଆପଣଙ୍କର ସେହି ତମ୍ବା ଲୋଟା ଖାଲି ହୋଇଯିବ ସେତେବେଳେ ଶିବଲିଙ୍ଗରୁ ବୋହୁଥିବା ଜଳକୁ ଆପଣ ସେହି ତମ୍ବା ଲୋଟାରେ ଭରି ନେବେ। ସେହି ଜଳକୁ ଆପଣ ଘରକୁ ନେଇ ଆସିବେ। ଆପଣଙ୍କର ପୁରା ଘରକୁ ସେହି ଜଳକୁ ସବୁଆଡ଼େ ଛିଞ୍ଚି ଦେବେ। ବାସ୍ ଏତିକି କାମ ଆପଣ 23 ଡିସେମ୍ବର ଦିନ କରିଦେବେ। ତ ଆପଣ ଏତିକି କାମ କରିବା ଦ୍ୱାରା ଆପଣଙ୍କର ଘରୁ ନକାରାତ୍ମକ ଶକ୍ତି ନାଶ ହୋଇଯିବ ଏବଂ ଆପଣଙ୍କ ଘରେ ସକାରାତ୍ମକ ଊର୍ଜାର ବାସ ହେବ। ଧ୍ୟାନ ରଖିବେ ଯେଉଁ ଘରେ ସକାରାତ୍ମକ ଊର୍ଜା ବାସ ହୋଇଥାଏ ସେହି ଘରେ ଉନ୍ନତି ହୋଇଥାଏ। ସେହି ଘରେ ସବୁବେଳେ ଭଗବାନ ଶିବଙ୍କର କୃପା ବନି ରହିଥାଏ। ତ ଏହି ଉପାୟକୁ ଆପଣ 23 ଡିସେମ୍ବର ସୋମବାର ଦିନ ନିହାତି କରନ୍ତୁ।
ଏବେ ଚାଲନ୍ତୁ କଥା ହେବା ଅନ୍ୟ ଏକ ଉପାୟ ବିଷୟରେ, ଯାହାକି ଯଦି ଆପଣ ଚାହାନ୍ତି ଆପଣଙ୍କ ଘରେ ଧନର ଆଗମନ ହେଉ, ଆପଣଙ୍କ ଘରେ ଧନର ବର୍ଷା ହେଉ, ମହାଦେବଙ୍କ କୃପାରୁ ଆପଣଙ୍କ ପାଖରେ ଏତେ ଧନ ଆସିବ, ଆପଣଙ୍କୁ ଧନ ସମ୍ପତ୍ତି କୌଣସି ବି ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ନ ପଡୁ। ତ ସେଥିପାଇଁ ଆପଣଙ୍କୁ ଏଇଆ କରିବାକୁ ପଡିବ କି 23 ଡିସେମ୍ବର ସକାଳୁ ବା ସନ୍ଧ୍ୟାରେ ଆପଣ ଗୋଟିଏ ଲୋଟା ଜଳ ନେଇଯିବେ। ଆପଣଙ୍କ ଘରୁ 11ଟି ଦାନା ଚାଉଳ ନେଇଯିବେ, ଆଉ ସେହି ଚାଉଳ ଗୋଟା ଗୋଟା ହୋଇଥିବ। ଗୋଟିଏ ବି ଚାଉଳ ତା ଭିତରୁ ଭଙ୍ଗା ନଥିବ। ତ ଏତିକି ଜିନିଷ ଆପଣ ଭଗବାନ ଶଙ୍କରଙ୍କ ମନ୍ଦିରକୁ ନେଇକି ଯିବେ। ପ୍ରଥମେ ସେହି ଲୋଟା ଜଳକୁ ଆପଣ ଧୀରେ ଧୀରେ ଶିବଲିଙ୍ଗରେ ଅର୍ପଣ କରିଦେବେ। ଏହାପରେ ସେହି 11ଟି ଗୋଟା ଚାଉଳକୁ ଆପଣ ଶିବଲିଙ୍ଗରେ ଛୁଆଇଁ ଦେବେ ଏବଂ ସେହି ଚାଉଳକୁ ଘରକୁ ଆପଣଙ୍କ ସାଥିରେ ନେଇ ଆସିବେ। ଆପଣଙ୍କ ଘରର ପୂଜା ଘରେ ସେହି ଚାଉଳକୁ ରଖିଦେବେ। ମାତ୍ର ଏତିକି ଉପାୟ ଆପଣ ଏହି 23 ଡିସେମ୍ବର ସୋମବାର ଦିନ କରିଦେବେ। ତାପରେ ଆପଣ ପ୍ରତ୍ୟେକ ସୋମବାର ଦିନ ଏହି ଚାଉଳକୁ ଗୋଟିଏ କରି ଭଗବାନ ଶିବଙ୍କୁ ସମର୍ପଣ କରିଦେବେ। ବାସ୍ ଏତିକି ଉପାୟ ଆପଣମାନେ ଯଦି ବି କରିଦେଉଛନ୍ତି ତ ବିଶ୍ୱାସ କରନ୍ତୁ, ଏତିକି ଉପାୟ କରିଦେବା ପରେ ଭଗବାନ ଶଙ୍କରଙ୍କ କୃପାରୁ ଆପଣଙ୍କୁ ଧନ ସମ୍ପତ୍ତିରେ କୌଣସି ବି ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ। ଆପଣଙ୍କ ଜୀବନରେ ଧନ ଆସିବା ଆରମ୍ଭ ହୋଇଯିବ। ଆପଣଙ୍କ ଜୀବନରେ ଯେଉଁ ଧନ ଆସିବ ତାହା ବୃଦ୍ଧି ହେବ। କାହିଁକି ନା ଚାଉଳ ହେଉଛି ଭଗବାନ ଶଙ୍କରଙ୍କର ପ୍ରିୟ ଭୋଗ ହୋଇଥାଏ ଏବଂ ଶିବ ପୁରାଣ ଅନୁସାରେ ଯଦି ଆପଣ ଏହି ଉପାୟ 23 ଡିସେମ୍ବର ସୋମବାର ଦିନ ଅଷ୍ଟମୀ ତିଥି ଦିନ କରିଦେଲେ ତ ମାନିକି ଚାଲନ୍ତୁ, ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଜୀବନରେ ଧନର ବୃଦ୍ଧି ହେବ। ଏବେ ଆସନ୍ତୁ ଜାଣିବା ଆଉ ଗୋଟେ ଉପାୟ, ଆଉ ଏହି ଉପାୟଟି ଆପଣଙ୍କର ଶତ୍ରୁଠାରୁ ମୁକ୍ତି ପାଇବାର ମହା ଉପାୟ। ଯଦି ଆପଣଙ୍କର ଲକ୍ଷେ ଶତ୍ରୁ ଅଛନ୍ତି ଯାହାଙ୍କୁ ଆପଣ ଜାଣିନାହାନ୍ତି, ଆଉ ଯଦି ବି ଜାଣିଛନ୍ତି ଆପଣ ତାଙ୍କର କିଛି ବି ବିଗାଡ଼ି ପାରୁନାହାନ୍ତି, ଆପଣଙ୍କୁ ଏମିତି ଲାଗୁଛି ଯେ କିଏ ଆପଣଙ୍କ ଦୁଶ୍ମନ ଅଛନ୍ତି, ଯିଏ ଆପଣଙ୍କର କିଛି ବି କରିଦେଇ ପାରନ୍ତି କିମ୍ବା ଆପଣଙ୍କ ଘରେ କଳା ଯାଦୁ କରିଥାନ୍ତି। ଯଦି ଆପଣ ସେହି ସବୁରୁ ବଞ୍ଚିକି ରହିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଏହି ଉପାୟକୁ କରିବାକୁ ପଡିବ। 23 ଡିସେମ୍ବର ସୋମବାର ଦିନ ଆପଣ ସକାଳୁ ଗୋଟିଏ ଲୋଟା ଜଳ ନେବେ, 11ଟି ବେଲପତ୍ର ନେବେ, ଶିବ ମନ୍ଦିରକୁ ଚାଲିଯିବେ। ଏହାପରେ ଶିବଲିଙ୍ଗରେ ସେହି ଲୋଟା ଜଳକୁ ଅର୍ପଣ କରିଦେବେ ଏବଂ 11ଟି ବେଲପତ୍ରକୁ ଶିବଲିଙ୍ଗରେ ଚଢାଇ ଦେବେ। ଚଢାଇ ସାରିବା ପରେ ସେଠି ବସିଯିବେ। ଭଗବାନ ଶଙ୍କରଙ୍କ ମନ୍ତ୍ର 11ରୁ 12 ଥର ଜପ କରିବେ ଏବଂ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କରିବେ, ହେ ଦେବଦେବ ମହାଦେବ, ମୋ ଜୀବନରେ ଯେଉଁ ପରିଶାନୀ ଯେଉଁ ଦୁଃଖ ଅଛି, କୃପା କରି ମୋ ଦୁଃଖକୁ ଆପଣ ଦୂର କରନ୍ତୁ ପ୍ରଭୁ ଏବଂ ମୋତେ ଧନ ପ୍ରାପ୍ତି ମାର୍ଗକୁ ନେଇଯାଆନ୍ତୁ। ବାସ୍ ଏତିକି ପ୍ରାର୍ଥନା କରିଦେବେ ଏବଂ ଆପଣଙ୍କର ଆଉ ଯାହା ବି ମନସ୍କାମନା ଅଛି ଭଗବାନ ଶଙ୍କରଙ୍କ ପାଖରେ କହିଦେବେ। ବାସ୍ ଏତିକି ଉପାୟ ଆପଣ କରିଦେବେ ତ ଆପଣଙ୍କର ଲକ୍ଷେ ଶତ୍ରୁ ବି ଆପଣଙ୍କ ବିଷୟରେ ଠିଆ ହେଲେ ବି ଆପଣଙ୍କର ଶତ୍ରୁ ବି କିଛି ବି ଆପଣଙ୍କର ବିଗାଡ଼ି ପାରିବେ ନାହିଁ। କାହିଁକି ନା ଭଗବାନ ଶଙ୍କର ଯଦି ଆପଣଙ୍କୁ ଆଶୀର୍ବାଦ ଦେଇ ଦିଅନ୍ତି ତ ଆପଣଙ୍କୁ ସାକ୍ଷାତ କାଳ ବି କିଛି ବିଗାଡ଼ି ପାରିବ ନାହିଁ। ତ ଏଥିପାଇଁ 23 ଡିସେମ୍ବର ପୌଷ ମାସ ସୋମବାର ଅଷ୍ଟମୀ ତିଥିରେ ଚୁପଚାପ ଏହି ଉପାୟଟିକୁ କରିଦିଅନ୍ତୁ। ଆପଣମାନେ ଭଗବାନ ଭୋଳାନାଥଙ୍କ ଆଶୀର୍ବାଦରୁ କରୋଡ଼ପତି ବନିଯିବେ। ଆପଣଙ୍କର ଏହି ମୌକା ପୁରା ବର୍ଷରେ ଥରେ ମିଳିଅଛି। ଆପଣଙ୍କୁ ଜାଣିବା ପାଇଁ କହିବାକୁ ଯାଉଛୁ, ଏଇ 23 ଡିସେମ୍ବର ସୋମବାର ଅଷ୍ଟମୀ ତିଥିଟି ଯେଉଁ ସୋମବାର ପଡୁଛି, ଏହି ସୋମବାର ଆମ ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ପୂଜା ପାଇଁ ସବୁଠାରୁ ଉତ୍ତମ ଦିନଟିଏ ଅଟେ। କାହିଁକି ନା ଶାସ୍ତ୍ର ଅନୁସାରେ ଏହି ଦିନ ଭଗବାନ ଶିବ ବହୁତ ଅଧିକ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି ଏବଂ ତାଙ୍କ ଦୁଇ ହାତରେ ତାଙ୍କ ଭକ୍ତ ପାଇଁ କୃପା ବର୍ଷା କରିଥାନ୍ତି। ଏହି ଦିନ ଶିବ ଯୋଗ, ମହାଯୋଗ, ଧନ ଯୋଗ, କାଳ ଯୋଗ, ଇନ୍ଦ୍ରିୟ ଯୋଗ, ଶୁଭ ସଂଯୋଗ ବନୁଅଛି। ତ ବେଦ ପୁରାଣ ଅନୁଯାୟୀ ଏହି ଶୁଭ ସମୟରେ ଏହି ଦିନ ଶିବ ଯୋଗ ଓ ମହାଯୋଗ କାରଣରୁ ଏହା ଆପଣଙ୍କ ଜୀବନରେ ସୁଖ ଏବଂ ଦୁଃଖ ଭଗବାନ ଶିବଙ୍କର ନିୟନ୍ତ୍ରଣରେ ରହିବ। ଆଉ ଏହି ଦିନ ଯେଉଁ ବ୍ୟକ୍ତିଙ୍କୁ ବି ଭଗବାନ ଶିବଙ୍କର ଆଶୀର୍ବାଦ ମିଳିଗଲା ତ ସେହି ବ୍ୟକ୍ତିଙ୍କ ଜୀବନରେ ଧନ, ସୁଖ, ବୈଭବ, ଐଶ୍ୱର୍ଯ୍ୟର ବୃଦ୍ଧି ହେବ। ସେହି ବ୍ୟକ୍ତି ଭାଗ୍ୟ ଉଜ୍ଜଳ ରହିବ। ଯଦି ଭଗବାନ ଶଙ୍କର କୌଣସି ବ୍ୟକ୍ତିଙ୍କୁ ଆଶୀର୍ବାଦ ଦେଇ ଦିଅନ୍ତି ତ ସେହି ବ୍ୟକ୍ତିଙ୍କର ସାକ୍ଷାତ କାଳ ବି କିଛି ବିଗାଡ଼ି ପାରେ ନାହିଁ। ତେଣୁ ଆଜିର ଭିଡ଼ିଓରେ କୁହାଯାଇଥିବା ଉପାୟ ଗୁଡ଼ିକୁ ଏଇ 23 ଡିସେମ୍ବର ସୋମବାର ଦିନ ନିହାତି କରନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏ ପର୍ଯ୍ୟନ୍ତ ନୂଆ ଅଛନ୍ତି
ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବେଇ ଦିଅନ୍ତୁ।